ଲୋକଙ୍କ ନିଦ ହଜାଉଛି ପ୍ରଦୂଷଣ ସାର୍ଟିଫିକେଟ୍। ରାତି 9 ପାଣୁ ପ୍ରଦୂଷଣ ସାର୍ଟିଫିକେଟ୍ କେନ୍ଦ୍ର ପାଖରେ ଲାଗିଛି ଲମ୍ବା ଲାଇନ୍। ବଢ଼ୁଛି ପ୍ରଦୂଷଣ ସାର୍ଟିଫିକେଟ୍ ଟେନସନ୍। ପୂର୍ବରୁ ଫାଇନ୍ ଥିଲେ ମିଳିବନି ସାର୍ଟିଫିକେଟ୍। ପୂର୍ବ ବକେୟା ଫାଇନ୍ ପୈଠ ଲାଗି ଟ୍ରାଫିକ୍ ଥାନା ଆଗରେ ଭିଡ଼ ଜମୁଛି। ଆପଣମାନଙ୍କ ଗାଡ଼ିରେ ଯେଉଁ ଚାଲାଣଟି ହୋଇଛି ସେ ଚାଲାଣଟିକୁ ଆପଣମାନେ ଅନଲାଇନରେ ପେମେଣ୍ଟ କରିପାରିବେ। ଅନଲାଇନରେ କେମିତି ପେମେଣ୍ଟ କରାଯାଏ ଆମେ ପୂର୍ବରୁ ଗୋଟେ ଭିଡ଼ିଓ ବନେଇଥିଲୁ, ସେ ଭିଡ଼ିଓଟି ଆପଣମାନେ ଦେଖିପାରିବେ। ଏହି ଭିଡ଼ିଓର ଡେସ୍କ୍ରିପସନରେ ଲିଙ୍କ୍ ରହିଛି, ତା ଉପରେ କ୍ଲିକ୍ କରି ଆପଣମାନେ ଦେଖିପାରିବେ। ଆପଣମାନେ ଆପଣଙ୍କର ମୋବାଇଲରେ ଘରେ ବସିକିରି ଅନଲାଇନରେ ପେମେଣ୍ଟ ଦେଇଦେବେ, ଯାହାକି ପୈଠ କରିଦେବେ ଯେଉଁ ଚାଲାଣଟି ଆପଣଙ୍କର ହେଇଥିବ। ଆପଣଙ୍କର ଯେତେ ଟଙ୍କା ବି ହେଇଥିବ ତାର ଅଧା ଆପଣଙ୍କୁ ପେମେଣ୍ଟ କରିବା ପାଇଁ ପଡ଼ିବ, ଯାହାକି 50% ରିହାତିରେ ଆପଣମାନେ ପେମେଣ୍ଟ କରିପାରିବେ। ଭାଇମାନଙ୍କର କମେଣ୍ଟ ଥିଲା ଯେ ପଲ୍ୟୁସନ୍ ସେଣ୍ଟର ଆମ ଏରିଆରେ କେଉଁଠି ରହିଛି, ଆମେ କେମିତି ଯାଇ ଆମର ପଲ୍ୟୁସନ୍ କରିପାରିବୁ, ପଲ୍ୟୁସନ୍ ସାର୍ଟିଫିକେଟ୍ଟିକୁ ପାଇପାରିବୁ। ଯେଉଁମାନଙ୍କର ଚାଲାଣ ନାହିଁ, ଯେଉଁମାନଙ୍କର ପଲ୍ୟୁସନ୍ ସାର୍ଟିଫିକେଟ୍ ନାହିଁ, ପଲ୍ୟୁସନ୍ ସରିବା ଟାଇମ୍ ହେଇଗଲାଣି, ସେମାନେ ଯାଇ ପଲ୍ୟୁସନ୍ କରିପାରିବେ। ସେ ସେଣ୍ଟରଟି ଜାଣିବାକୁ ହେଲେ ଆପଣଙ୍କ ଫୋନରେ ଗୁଗୁଲ୍ କ୍ରୋମ୍ ବ୍ରାଉଜର ଓପନ୍ କରିବେ। ଓପନ୍ କଲା ପରେ ସର୍ଚ୍ଚ ବାର୍ ବକ୍ସରେ PUC ସାର୍ଟିଫିକେଟ୍ ଲେଖି ସର୍ଚ୍ଚ କରିବେ। ସର୍ଚ୍ଚ କଲା ମାତ୍ରକେ ଆପଣଙ୍କ ସାମ୍ନାରେ ପ୍ରଥମେ ଗୋଟେ ଲିଙ୍କ୍ ଆସିଯିବ, ଦେଖନ୍ତୁ PUC ସାର୍ଟିଫିକେଟ୍, ତା ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ମାତ୍ରକେ ଆପଣଙ୍କ ସାମ୍ନାରେ ଏଇଭଳି ପେଜ୍ଟି ଓପନ୍ ହେଇଯିବ। ଏହି ପେଜ୍ରେ ଅନେକ ଗୁଡ଼ିଏ ଅପସନ୍ ସବୁ ଆପଣଙ୍କୁ ଦେଖିବା ପାଇଁ ମିଳୁଥିବ। ଏହି ଅପସନ୍ ଭିତରେ ରହିଛି ଦେଖନ୍ତୁ PUC ସେଣ୍ଟର ଲିଷ୍ଟ, ତା ଉପରେ କ୍ଲିକ୍ କରିବେ। ଏଇଭଳି ପେଜ୍ଟି ଆପଣଙ୍କ ସାମ୍ନାରେ ଓପନ୍ ହେଇଯିବ। ଦେଖନ୍ତୁ ତଳେ ଆପଣଙ୍କୁ ଦେଖିବା ପାଇଁ ମିଳୁଥିବ ଷ୍ଟେଟ୍। ପ୍ରଥମେ ଆପଣଙ୍କର ଷ୍ଟେଟ୍ଟିକୁ ସିଲେକ୍ଟ କରିବେ। ଦେଖନ୍ତୁ ଆମର ଯେମିତି ଷ୍ଟେଟ୍ ଓଡ଼ିଶା, ଷ୍ଟେଟ୍ ଓଡ଼ିଶାକୁ ଆମେ ସିଲେକ୍ଟ କରିଦେବା। ତାପରେ ଦେଖନ୍ତୁ ତଳ ବକ୍ସଟି ରହିଛି ସିଲେକ୍ଟ ଅଫିସ୍। ଆପଣଙ୍କର ଯେଉଁ ଏରିଆରେ ଯାଉଥିବ, ଯେମିତିକି କଟକ ହେଉ, ଭୁବନେଶ୍ୱର ହେଉ, କିମ୍ବା ଯେଉଁ RTO ବି ହେଇଥିବ ତାହାକୁ ଆପଣମାନେ ଏଠି ସର୍ଚ୍ଚ କରିଦେବେ, ଯାଇକି ଆସିଯିବ। ଆପଣ ତାକୁ ସିଲେକ୍ଟ କରିଦେବେ। ସିଲେକ୍ଟ କଲା ମାତ୍ରେ ଦେଖନ୍ତୁ ଆସିଯିବ। ଦେଖନ୍ତୁ ଯେଉଁ ଏରିଆରେ ଆପଣମାନେ ରହିଛନ୍ତି କିମ୍ବା ଯେଉଁ ଏରିଆରେ ଆପଣଙ୍କର ଗାଡ଼ିଟା କିଣା ଯାଇଛି, ସେଇ ଏରିଆରେ ଯଦି ଆପଣମାନେ ପଲ୍ୟୁସନ୍ କରିବା ପାଇଁ ଚାହୁଁଛନ୍ତି, ସେ ପଲ୍ୟୁସନ୍ ସେଣ୍ଟର ରହୁଛି। ଆପଣ ଯେଉଁଠି ନା କାହିଁ ସେଠି ବି କରିପାରିବେ ପଲ୍ୟୁସନ୍। ଆପଣ ଯେଉଁ ଏରିଆରେ ରହିଛନ୍ତି ସେ ଏରିଆରେ ଯଦି ଜାଣିନାହାନ୍ତି ପଲ୍ୟୁସନ୍ ସେଣ୍ଟର ସବୁ କେଉଁଠି କେଉଁଠି ରହିଛି, ଆପଣମାନେ ଏଇଭଳି ଭାବେ ଚେକ୍ କରିପାରିବେ। ପ୍ରଥମେ ଷ୍ଟେଟ୍ଟିକୁ ସିଲେକ୍ଟ କରିବେ, ତାପରେ ଆପଣ ଯେଉଁ ଅଫିସ୍ ରହିଛି, ଅଫିସ୍ରେ ଯେଉଁ RTO ହେଇଥିବ, କଟକ ହେଉ, ଭୁବନେଶ୍ୱର ହେଉ, ଯେଉଁ ଡିଷ୍ଟ୍ରିକ୍ଟ ହେଇଥିବ ତାହାକୁ ଆପଣମାନେ ସିଲେକ୍ଟ କରିଦେବେ। ସିଲେକ୍ଟ କରିସାରିଲା ପରେ ଦେଖନ୍ତୁ ଆପଣଙ୍କୁ ଦେଖିବା ପାଇଁ ମିଳିବ ଏମିତି କିଛି ସବୁ। ଆପଣମାନେ ଜାଣିପାରିବେ ଆପଣଙ୍କର ନିକଟସ୍ଥ ଯେଉଁ ପଲ୍ୟୁସନ୍ ସେଣ୍ଟର କେଉଁଠି ରହିଛି। ଆପଣମାନେ ଯାଇ ପଲ୍ୟୁସନ୍ ସେଣ୍ଟରରେ ଆପଣଙ୍କର ଗାଡ଼ିର ପଲ୍ୟୁସନ୍ଟିକୁ କରିପାରିବେ। ତା ସହିତ ଆପଣମାନେ ଏଠି ଚେକ୍ କରିପାରିବେ ଆପଣଙ୍କ ଗାଡ଼ିର ପଲ୍ୟୁସନ୍ କେତେ ଦିନ ରହିଛି, ପଲ୍ୟୁସନ୍ ଆପଣଙ୍କର ସରିଲା କି କ'ଣ, ଆପଣମାନେ ନିହାତି ଭାବେ ଚେକ୍ କରିପାରିବେ। ଦେଖନ୍ତୁ ପଲ୍ୟୁସନ୍ ସାର୍ଟିଫିକେଟ୍ ବୋଲି ଯେଉଁ ଅପସନ୍ଟି ରହିଛି ଉପରେ, ତା ଉପରେ କ୍ଲିକ୍ କରିବେ। ଏଇଭଳି ପେଜ୍ଟି ଆପଣଙ୍କ ସାମ୍ନାରେ ଓପନ୍ ହେଇଯିବ। ରେଜିଷ୍ଟ୍ରେସନ୍ ନମ୍ବରଟି ଦେବା ପାଇଁ ପଡ଼ିବ। ରେଜିଷ୍ଟ୍ରେସନ୍ ନମ୍ବର ହେଉଛି ଆପଣଙ୍କର ଗାଡ଼ିର ନମ୍ବରଟିକୁ ଏଣ୍ଟର କରିଦେବେ ଖାଲି ବକ୍ସରେ। ଦେଖନ୍ତୁ ତା ତଳେ ରହିଛି ଚେଚିସ୍ ନମ୍ବର, ଯାହାକି 5 ଅଙ୍କ ଲାଷ୍ଟକୁ ଆପଣଙ୍କୁ ଏଣ୍ଟର କରିବ। ଆପଣଙ୍କ ଗାଡ଼ିର ଯେଉଁ ଚେଚିସ୍ ନମ୍ବର ରହିଛି, ଆପଣଙ୍କର RCରେ ଥିବ ଦେଖନ୍ତୁ ଚେଚିସ୍ ନମ୍ବର, ଗାଡ଼ିରେ ମଧ୍ୟ ରହିଛି। ଲାଷ୍ଟ ଯେଉଁ 5 ଡିଜିଟ୍ ଯେଉଁ ରହିଛି ତାହାକୁ ଆପଣମାନେ ଏଣ୍ଟର କରିଦେବେ। ଏଣ୍ଟର କରିସାରିଲା ପରେ ତଳେ ରହିଛି ଦେଖନ୍ତୁ ଏଣ୍ଟର ସିକ୍ୟୁରିଟି କୋଡ଼୍, ଗୋଟେ କ୍ୟାପ୍ଚା ଆପଣଙ୍କୁ ତଳେ ଦେଖିବା ପାଇଁ ମିଳୁଥିବ। ସେ କ୍ୟାପ୍ଚା ଭିତରେ ଯେଉଁ ନମ୍ବର ସବୁ ରହିଥିବ, ଯେଉଁ ଲେଟର ରହିଥିବ, ତାହାକୁ ଆପଣମାନେ ଏଠି ଦେଖିକିରି ଏଣ୍ଟର କରିଦେବେ। ଏଣ୍ଟର କରିସାରିଲା ପରେ ତଳେ ରହିଛି ଦେଖନ୍ତୁ PUC ଡିଟେଲ୍ସ ବୋଲି ଯେଉଁ ଅପସନ୍ଟି ରହିଛି ତା ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ମାତ୍ରେ ଦେଖନ୍ତୁ ନେକ୍ସଟ ଗୋଟେ ପେଜ୍ ଆପଣଙ୍କ ସାମ୍ନାରେ ଓପନ୍ ହେଇଯିବ। ଆପଣଙ୍କର ଯେଉଁ ଗାଡ଼ିର ସବୁ ଡିଟେଲ୍ସ ରହିଛି ଆପଣଙ୍କୁ ଏମିତି ଦେଖିବା ପାଇଁ ମିଳିବ। ଆପଣ ପୂର୍ବରୁ ଯେବେ ପଲ୍ୟୁସନ୍ କରିଥିଲେ ଯେଉଁ ଫଟୋଟି ମଧ୍ୟ ଏଠି ଦେଖିବା ପାଇଁ ଏମିତି ମିଳୁଥିବ। ଏହି ପେଜ୍ରେ ତଳେ ରହିଛି ଦେଖନ୍ତୁ ପ୍ରିଣ୍ଟ ଅପସନ୍, ତା ଉପରେ କ୍ଲିକ୍ କରିବେ। ନେକ୍ସଟ ଗୋଟେ ପେଜ୍ ଆପଣଙ୍କ ସାମ୍ନାରେ ଓପନ୍ ହେଇଯିବ, ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍। ଏଠି ଆପଣଙ୍କୁ ଦେଖିବା ପାଇଁ ମିଳିବ ପ୍ରଥମରେ ଦେଖନ୍ତୁ ଡେଟ୍, ଟାଇମ୍, ଭ୍ୟାଲିଡିଟି। ଆପଣମାନେ ଏଇଥିରୁ ଚେକ୍ କରିପାରିବେ ଆପଣ କେଉଁ ଡେଟ୍ରେ କରିଥିଲେ ପଲ୍ୟୁସନ୍, ଆପଣଙ୍କର ପଲ୍ୟୁସନ୍ କେବେ ସରିବ। ଯଦି ଆପଣମାନଙ୍କର ପଲ୍ୟୁସନ୍ ସରିଯାଇଛି, ଆପଣମାନେ ନିହାତି ଭାବେ ଯାଇ ପଲ୍ୟୁସନ୍ ସେଣ୍ଟରରେ କରିନିଅନ୍ତୁ। ପଲ୍ୟୁସନ୍ ସେଣ୍ଟର ଆପଣଙ୍କର ନିକଟସ୍ଥର କେଉଁଠି ରହିଛି ଆପଣମାନଙ୍କୁ ଜଣାଇ ଦେଇଛୁ, ଆପଣମାନେ ଚେକ୍ କରି ନିଜେ ନିଜେ ଦେଖିପାରିବେ। ଆପଣମାନେ ଏଇଭଳି ଭାବେ ଆପଣଙ୍କର ପଲ୍ୟୁସନ୍ ସାର୍ଟିଫିକେଟ୍ଟିକୁ ଆପଣ ଦେଖିପାରିବେ। ଯଦି ଆପଣମାନଙ୍କର ପଲ୍ୟୁସନ୍ ନାହିଁ ଗାଡ଼ିର, ତାହେଲେ ନିହାତି ଭାବେ କରାଇ ନିଅନ୍ତୁ। ଆପଣମାନଙ୍କୁ ଦେଇଥିବା ଇନଫର୍ମେସନ୍ ଆପଣମାନଙ୍କୁ ଭଲ ଲାଗିଥିବ, ଭିଡ଼ିଓଟିକୁ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।